ନମସ୍କାର ସାଙ୍ଗମାନେ, ଶୁଭ ସକାଳ। ମୋର ପତିଦେବ ତ ଚାଲିଗଲେ ମୁମ୍ବାଇ, କିନ୍ତୁ ଛାଡ଼ି ଦେଇଗଲେ ମୋତେ ଆଉ ମୋ ଝିଅକୁ। କାହିଁକି ନା ଗାଁର ବା ସାହିର ବନ୍ଧୁମାନଙ୍କର ଯେତେ ଭୋଜି ଅଛି ତାକୁ ଖାଇକି ସାରିକି ଯିବା ପାଇଁ। ତ ସେଥିପାଇଁ ଆଜି ସକାଳୁ ସକାଳୁ ଆମେ ଦି ଯା ଆଉ ମୋ ମାଇଁ ଶାଶୁ, ଆମ ନଣନ୍ଦ, ମୋ ଦି କୁନି ଝିଅ ସବୁ ରେଡ଼ି ହେଇକି ବାହାରି ଗଲୁ ଗୋଟେ ଭୋଜି ଖାଇବା ପାଇଁ। ଆଉ ଭୋଜିଟା ହେଉଛି ମୋ ବଡ଼ ନଣନ୍ଦର ନାତୁଣୀର ଚୁଟି ପକା। ତ ମାନେ କହିବାକୁ ଗଲେ ମୋର ନାତୁଣୀର ଚୁଟି ପକା। ତ ଆମେ ଆସିକି ତାଙ୍କ ଘରେ ସକାଳୁ ସକାଳୁ 10ଟା ବେଳେ ଘରୁ ପଖାଳ ଖାଇକି ଆସିଗଲୁ। ତାପରେ ଚାଲିଥିଲୁ ମନ୍ଦିରକୁ, କାରଣ ମନ୍ଦିର ଚୁଟି ପକା ତ ମନ୍ଦିର ହିଁ ହୁଏ ଗ୍ରାମ ଦେବ ବା ଦେବୀଙ୍କ ପାଖରେ। ତାଙ୍କ ଗାଁରେ ବାଟ ମଙ୍ଗଳା ବହୁତ ସେ ମାଆଙ୍କୁ ମାନନ୍ତି ଗାଁରେ। ତ ତାଙ୍କରି ପାଖରେ ଚୁଟି ପକା ହେଇଥିଲା। ତାପରେ ଛୁଆଟାକୁ ନେଇକି ସେଠି ଗଧେଇ ଦେଇଥିଲେ। ଚୁଟି ପକା ନଈକୂଳ ବା ଗାଁ ପୋଖରୀରେ ଗାଧୋଯାଏ। ଗାଧୋଇ ସାରିଲା ପରେ ଏଠି ତା ଅଜା ଆଉ ତା ମାମୁଁ ତାକୁ ଗୋଟେ ସୁନାର ହାର ଗିଫ୍ଟ ଦେଉଛନ୍ତି। ଆଉ ଏପଟେ ତାର ପିଉସୀ, ମାନେ ମୋ ନାତୁଣୀର ପିଉସୀ ଏଠି କାମ କରିକି ପୁରା ହାଲିଆ ହେଇଗଲେଣି। ସେଥିପାଇଁ କହିଲେ ଟିକେ ମୋ ହାଲିଆରେ ଟିକେ ଭିଡ଼ିଓ ବି ଟିକେ କରିନେଇଥିଲି। ତାପରେ ଏପଟେ ଆସିଲେ ମୋ ଝିଅକୁ ବି ପୁରା ଗରମରେ ଝାଳ ନାଳ ହେଇଥିଲା। ସେଥିପାଇଁ ଆସିକି ଘରକୁ ତାର ବି ଡ୍ରେସ୍ ଚେଞ୍ଜ କରେଇଦେଲି। ଚେଞ୍ଜ କରିବି ମୁଁ ଆର ପାଖରେ ଯିମି। ତୁ ଗୋଟେ ହେଇଗଲୁନି ମାନେ ମଣିଷ ଗୋଟେ ହେଇଗଲୁ ନା। ଚେଞ୍ଜ କରିବି ମୁଁ ଆର ପାଖରେ ଯିବି। ସେଇ ଯେଉଁ କବାଟ ମାରିଦେଇକି ଆସୁ ନା, ଚେଞ୍ଜ କର, ମୁଁ ଆଖି ବନ୍ଦ କରିଛି। ଚେଞ୍ଜ କର। ତାପରେ ମୁଁ ବସିଯାଇଥିଲି ଖାଇବାକୁ। ଖାଇବାରେ ଫାଷ୍ଟ 11ଟା ହେଇଥିଲା। ତ ଖାଇବାର ଥିଲା ବୁନ୍ଦିଆ, ନିମକି ଆଉ ମଟର ତରକାରୀ, ପୁରୀ। ତ ତାକୁ ଖାଇସାରିଲା ପରେ ଟିକେ ରସମଲେଇ ଖାଇ ନେଇଥିଲେ। ତାପରେ ଏପଟେ ତ ଦି ଝିଅଙ୍କର କୋଦା କୋଦି ଚାଲିଛି। ଆଉ ମିଳିଯାଇଛି ତ ଗୋଟେ ଦୌଡ଼ିଆ ଖଟିଆ। ଆଉ ସେଦିନ ଖେଳିବାକୁ ଲାଗିଲେ। ଆଉ ତାପରେ ନେକ୍ସଟ ଭିଡ଼ିଓ ନିହାତି ଦେଖିବେ। ଆଉ ଭିଡ଼ିଓଟିକୁ ସବସ୍କ୍ରାଇବ୍